श्रीमाता शरणं मम, श्री अरविंद शरणं मम। आजिर आउ एक नूतन विषय, चरम सिद्धांत पाई एक छक जगह। आउ थरे पृथ्वीर इतिहास रे आमे एक छक जगार निष्पत्ति मूलक एक नूतन मोड़ आसी पहुंचीछु। यही जो विषय आजिर रखा जायछि जे गोटे छक जगार आमे अच्छु, जोटा कि गोटे शेष सिद्धांत नापी आम आज ये अच्छु। से विषय माँ कहते जे एक छक जगार जो आम अच्छु से निष्पत्ति मूलक एक नूतन मोड़ आसी पहुंचीछु। यह हूँ एक सिद्धांत नेबार समय। चारिआडू मते प्रश्न करा जाउछि, एहा परे कौन घटिबो। चारिआडे दुस्सह क्षोभ, नाना अस्थिर प्रत्याशा और आशंका। सबुआडे से गोटे प्रश्न, कौन घटिबाकु जाउछि। सेथिपाई केवल गोटे उत्तर, जदि मनुष्य आध्यात्मिक हेबा पई सम्मति देई थांता। आमे जदि आध्यात्मिक हेबा पई जो सम्मति दबा, सेतिकी बेले गोटे छक जगार आमे रहिचु बोली सेइठु थाइकी आमे निष्पत्ति नबा। एई विषयटी होची सबुठारु एक बड़ धैर्यर सहित ये निष्पत्ति ही हमको नवा पड़े। प्रथम आम बुझा पड़ो आध्यात्मिक कौन। आध्यात्मिक हूँ गोटे खांटी सुना हवा दरकार। जमती आपण सुना को निआरे पकईदेले सुनार उज्ज्वलता प्रकाश पाए। जोटा प्रकृत सुना से केबे सुनारे पोड़ी हुए नहीं, तार उज्ज्वलता आहरी चकचक देखा जाए। यदि खाद मिसी थाए से खाद अंश ही केवल पोड़ी जाए, प्रकृत सुना के पोड़े ना। से गोटे शेष सिद्धांत पाई आम एक छक जगार अच्छे, कौन घटिबो कौन न घटिबो ये भाव बहुत प्रकार चिंता आसे। मोर मने हुए यही समय जदि केतक व्यक्ति खांटीस्न हो पारंते, कारण यह ही घटना गुड़िकर गति परिवर्तन करिवारे यथेष्ट हुआ। खूब जरूरी भावे आमे यही आवश्यकतार सम्मुखीन होई पड़ीछु। जेतेबेले गोटे आध्यात्मिक जगत भितर को आमे आसु, आम जीवन विपदटा से आरंभ है। कारण गोटे पुराना जिनटा को छाड़ी जो नुआ जिन को आम जावाई चेष्टा करूँ, से बहुत घात प्रतिघात सहयोग पड़े। जमी उदाहरण स्वरूप गोटे खपर घर बा कुड़िया घर जगार आप 10 महला कोठा तैयारी करने चेष्टा कर, प्रथमे से कुड़िया घर को भांगी से जगह को धूलिसात करने दरकार। तापरे से जगह एक 10 महला कोठा तैयारी करने समय लगे। तेणु आध्यात्मिक जगत रे प्रवेश हला अर्थ आमको प्रति मुहूर्त विपद को सम्मुखीन होगा पड़ो। केबे भावानी जे सबकि गोटे सहज सहज हो जाए बोली। तेणु से आध्यात्मिक रास्ता किसी लोग आसती जो मान भीतरटा ठीक मजबूत थाए से पथरे जाती। से माँ भी बारंबार कहते ये जोग पथटा हूँ जोटे अग्नि, ये पथरे आसा 1000 थर निजे को परीक्षा कर, निजे को पचार
ଯଦି ଏଇ ରାସ୍ତା ତମେ ଆସିବା ପାଇଁ ଚେଷ୍ଟା କରୁଛ, ମୁଁ ଆସିପାରିବି ତ? କେବଳ ଯଦି ମାଙ୍କ ସହିତ ସମ୍ପର୍କ ଥିବ, ସେଇ ମା ହିଁ ଆମକୁ ଏଇ ରାସ୍ତାରେ ପାରି କରେଇ ଏକ ଉଚ୍ଚତର ଚେତନା ବା ଉଚ୍ଚତର ଜଗତ ନେଇକି ପହଞ୍ଚେଇ ଦେଇପାରିବ। ବ୍ୟକ୍ତି ଯେତେବେଳେ ନିଜେ ଚାହେଁ ଯେ ମୁଁ ଏ ରାସ୍ତାରେ ଯିବା ଲାଗି, ସେ ଯାଇପାରିବ ନାହିଁ। କେବଳ ମାଙ୍କର ସେଇ ଶକ୍ତି ହିଁ ଆବରଣ ଛିନ୍ନ କରିଦେଇପାରେ। ମୋର ମନେ ହୁଏ ଏଇ ସମୟରେ ଯଦି କେତେକ ବ୍ୟକ୍ତି ଖାଣ୍ଟି ସୁନା ହେଇପାରନ୍ତେ, କାରଣ ଏହା ହିଁ ଘଟଣା ଗୁଡ଼ିକର ଗତି ପରିବର୍ତ୍ତନ କରିବାରେ ଯଥେଷ୍ଟ ହୁଅନ୍ତା। ଖୁବ୍ ଜରୁରୀ ଭାବେ ଆମେ ଏହି ଆବଶ୍ୟକତାର ସମ୍ମୁଖୀନ ହୋଇ ପଡ଼ିଛୁ। ଏଇ ସାହସ, ଏଇ ବୀରତ୍ୱ ପ୍ରଭୁ ଆମଠାରୁ ଆଶା କରନ୍ତି। ନିଜର ଅସୁବିଧା ଗୁଡ଼ିକ ସହିତ ସଂଗ୍ରାମ କରିବା ପାଇଁ, ନିଜର ଅସମ୍ପୂର୍ଣ୍ଣତା ଓ ଅସ୍ପଷ୍ଟତା ସହିତ ସଂଗ୍ରାମ କରିବା ପାଇଁ ତୁମେ କାହିଁକି ଏହାକୁ ବ୍ୟବହାର ନ କରିବ? ତୁମେ କାହିଁକି ବୀରତ୍ୱର ସହ ଆନ୍ତର୍ଶୁଦ୍ଧି ରୂପକ ଅଗ୍ନିକୁଣ୍ଡର ସମ୍ମୁଖୀନ ହେଉନାହଁ? ତା ଭିତରେ ପଶି ନିଜକୁ ଶୁଦ୍ଧ କରୁନାହଁ? ତାହେଲେ ଏହି ଭୟଙ୍କର ଏବଂ ପ୍ରଚଣ୍ଡ ଧ୍ୱଂସକାରୀ ଶକ୍ତି, ଯାହାକି ସମଗ୍ର ସଭ୍ୟତାକୁ ଅନ୍ଧକାର ମଧ୍ୟରେ ନିଶ୍ଚିହ୍ନ କରି ଦେବାକୁ ବସିଛି, ତାହା ଆଉ ତୁମକୁ ଆକ୍ରାନ୍ତ କରିପାରନ୍ତା ନାହିଁ। ପୁଣି ଥରେ ସେଇ ଭୟଙ୍କର ଧ୍ୱଂସ ମଧ୍ୟ ଦେଇ ଯିବାର ଆବଶ୍ୟକତା ରହନ୍ତା ନାହିଁ। ଏଇ ପଥଟା ହଉଛି ଗୋଟେ ଅଗ୍ନି। ଆମ ଭିତରେ ଗୋଟେ ପ୍ରଶ୍ନ ଆସେ ଯେ ସାଧାରଣ ଲୋକମାନେ ଖାଇ ପିଇକି ବଞ୍ଚୁଛନ୍ତି, ଆଉ ଶ୍ରୀ ଅରବିନ୍ଦ ପାଠଚକ୍ରକୁ ଆସୁଥିବା ଲୋକମାନେ ବି ବହୁତ ଦୁଃଖ କଷ୍ଟ ପାଉଛନ୍ତି। ତେଣୁ ଶ୍ରୀ ଅରବିନ୍ଦ ପାଠଚକ୍ରକୁ ଆମେ ନ ଯାଇକି ତ ବହୁତ ଭଲରେ ଅଛୁ। ଶ୍ରୀ ଅରବିନ୍ଦ ପାଠଚକ୍ର ଯାଇକି ମାଙ୍କ ନାମ ଜପ କରିକି ଯୋଗ ସାଧନା କରିକି ମାନେ ବହୁତ ଦୁଃଖ ଯନ୍ତ୍ରଣା ପାଉଛନ୍ତି। ତାହା ହିଁ ସତ୍ୟ। ବାହାରକୁ ଯେମିତି ଆପଣ ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି ନିଜର ଜୀବନକୁ ବିସର୍ଜନ କରିଦେବା ଉଦ୍ଦେଶ୍ୟରେ ବା ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଗଭୀର ନଦୀର ଜଳକୁ ଡେଇଁ ପଡ଼େ, କିନ୍ତୁ ଆଉ ଜଣେ ବ୍ୟକ୍ତି ଗଭୀର ନଦୀ ଜଳରେ ପଡ଼ିଥିବା ଲୋକକୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ନଦୀ ଗର୍ଭକୁ ମଧ୍ୟ ଡେଇଁଥାଏ। ଦୂରରୁ ଦେଖାଯାଏ ଦୁଇ ଜଣ ନଦୀର ଗର୍ଭକୁ ଡେଇଁଛନ୍ତି, କିନ୍ତୁ ଦୁଇ ଜଣଙ୍କ ଉଦ୍ଦେଶ୍ୟ ଅଲଗା। ଜଣେ ନିଜର ଜୀବନକୁ ହତ୍ୟା କରିବା ଉଦ୍ଦେଶ୍ୟରେ ପାଣିକି ଡେଉଁଛି, ଆଉ ଜଣେ ବୁଡ଼ି ଯାଉଥିବା ଲୋକକୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ପାଣିକୁ ମଧ୍ୟ ଡେଉଁଛି। ତେଣୁ ବାହାରର କାର୍ଯ୍ୟକୁ ଦେଖିକି ଆମେ ହଠାତ୍ କିଛି ବି ନିଷ୍ପତ୍ତି ନେଇପାରିବା ନାହିଁ। এই ଅଧ୍ୟାତ୍ମ ରାସ୍ତାରେ ଗତି କଲା ବେଳେ କାହାର କୋଉ ପ୍ରକାର ଜୀବନରେ ଅଭିଜ୍ଞତା ନେବାର ଅଛି, ସେ ଅଭିଜ୍ଞତା ନେବା ପାଇଁକି ହିଁ ମା ସେଇଭଳି ବ୍ୟବସ୍ଥା କରନ୍ତି। କାହିଁକିନା ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଆଡ଼କୁ ଆମର ଗତିପଥର ଇଏ ହେଉଛି ଏକ ପ୍ରୟାସ। ଶ୍ରୀ ଅରବିନ୍ଦ ଆଶ୍ରମରେ ମା ଜଣକୁ ଗୋଟିଏ କାର୍ଯ୍ୟ କରିବା ପାଇଁ ଅନୁମତି ଦିଅନ୍ତି, ଆଉ ଜଣକୁ କରିବା ପାଇଁ ମନା କରିଦିଅନ୍ତି। ଚେତନା ସ୍ତରରେ କାହାର କେତେ ପ୍ରସ୍ତୁତ ଅଛି ସେଟା କେବଳ ମା ହିଁ ଜାଣନ୍ତି। ଯେମିତି ଡାକ୍ତରଙ୍କ ପାଖକୁ ଗଲେ ସମାନ ବ୍ଲଡ ପ୍ରେସର ରୋଗୀ, ଯେମିତି ଜଣେ ହାଇ ବ୍ଲଡ ପ୍ରେସର ଜଣେ ଲୋ ବ୍ଲଡ ପ୍ରେସର, କିନ୍ତୁ ରୋଗର ନିଦାନ ଅନୁସାରେ ଔଷଧ ଅଲଗା ଅଲଗା ଦିଆଯାଏ। ସେଇଭଳି এই ଅଧ୍ୟାତ୍ମ ରାସ୍ତାରେ ଆମେ ଯେତେବେଳେ ଅଗ୍ରଗତି କରୁ, ପ୍ରତି ମୁହୂର୍ତ୍ତରେ ଆମକୁ ସେ ବିପଦର ସମ୍ମୁଖୀନ ହେବାକୁ ପଡେ। ଆମେ ଏକ ଛକ ଜାଗାରେ ଅଛୁ, ସେଇ ଛକ ଜାଗାରେ ଯୋଉ ଅଛୁ, ସେଇ ଛକ ଜାଗାରେ ଥାଇକି ହିଁ ଆମେ ନିଷ୍ପତ୍ତି ନେଉଛୁ ମୋର କଣ ହବ। ଭାବୁଛୁ
ଯେ ଆଧ୍ୟାତ୍ମିକ ରାସ୍ତାରେ ଗଲେ ଆମର ବୋଧେ କିଛି କ୍ଷତି ହେଇଯିବ କି? ଯେମିତି ସୁଡ଼ଙ୍ଗର ଆରମ୍ଭରେ ଆଲୋକ ଥାଏ, ଶେଷରେ ବି ଆଲୋକ ଥାଏ, କିନ୍ତୁ ମଝି ଅବସ୍ଥା ଥାଏ କି ଆମେ ଯଦି ଆଲୋକ ଖୋଜିବା ତାହା ଆମକୁ ମିଳିବ ନାହିଁ। କିନ୍ତୁ ଜଣେ ସୁଡ଼ଙ୍ଗର ଆରମ୍ଭରୁ କିଛି ବାଟ ଯେତେବେଳେ ଆଗକୁ ଯାଇଛି, ସେ ଅନ୍ଧକାର ଭିତରେ ସେ ରହୁଛି, ତାକୁ ବି କଷ୍ଟ ହଉଛି। ସେ ଭାବୁଛି ମୁଁ ପୁଣି କଣ ସେ ପୁରୁଣା ସ୍ଥାନକୁ ଫେରିଯିବି, ଭାବୁଛି ଏତେ ବାଟ ତ ଆସିଲିଣି, କଷ୍ଟ ସହି ସହି ଯଦି ମୁଁ ପୁଣି ପଛକୁ ଫେରିବି ତାହେଲେ ମୋ ପରିଶ୍ରମର କିଛି ମୂଲ୍ୟ ରହିବନି, ମତେ ପୁଣି ଆଗକୁ ଯିବାକୁ ପଡିବ। କଷ୍ଟ ହଉ ପଛେ ମୋ ଲକ୍ଷ୍ୟରେ ମୁଁ ପହଞ୍ଚିଯିବା ପାଇଁ ଚେଷ୍ଟା କରିବି। ସେଇ ଅନ୍ଧାର ଭିତରେ ବାଟ ଖୋଜି 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 ଯେତେବେଳେ ସୁଡ଼ଙ୍ଗର ଶେଷରେ ସେ ଯାଇକି ପହଞ୍ଚିଯାଏ, ସେ ଆଲୋକ ପାଏ। ତେଣୁ ଆଧ୍ୟାତ୍ମିକ ଜୀବନରେ ପ୍ରତି ମୁହୂର୍ତ୍ତରେ ବିପଦକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବାକୁ ପଡିବ। ଯୋଗ ପଥ ବା ଆଧ୍ୟାତ୍ମିକତା କେବେ ଏକ ସହଜ ମାର୍ଗ ନୁହେଁ। କାରଣ ଯେତେ ଯେତେ ଆମେ ଆଗକୁ ଆଗକୁ ଯିବା, ଆମର ଆଧାର ପ୍ରସ୍ତୁତି ହେବା ନିମନ୍ତେ ଅଧିକ ଅଧିକ ମଧ୍ୟ ବାଧା ବିପତ୍ତି ଆସେ। ଯାହା ଜୀବନରେ ବାଧା ବିପତ୍ତି ଯେତେ ବଡ ରୂପରେ ଆସୁଛି, ତାର ସମ୍ଭାବନା ମଧ୍ୟ ସେତିକି ସେତିକି ଆସୁଛି। ଫେଲର ଇଜ ନଟ୍ ସାଇନ୍ ଅଫ୍ ଇନକାପାସିଟି। ବିଫଳତା ଅସାମର୍ଥ୍ୟର ଚିହ୍ନ ନୁହେଁ। ତେଣୁ ବିଫଳତା ଆସୁଛି ମାନେ ସେ ବିଫଳତାରେ କେବେ ହତୋତ୍ସାହ ହବା ନାହିଁ। ଚେଷ୍ଟା ଆମେ ଜାରି ରଖିବା ଯେ ଦେଖ ଆଗକୁ କଣ ହଉଛି, ତାପରେ କଣ ହଉଛି, ସେଇ ସ୍ତରକୁ ଯିବା। ସେଇ ସ୍ତରରେ ରହିକି ସେ ସ୍ତରରୁ ହିଁ ପ୍ରସ୍ତୁତ ହେବା ମତେ ଆଉ କିଛି ବାଟ ଆଗକୁ ଯିବା ଲାଗିବ। ତେଣୁ ଲେଖା ହେଇଛି ଯେ ଏହି ଭୟଙ୍କର ଏବଂ ପ୍ରଚଣ୍ଡ ଧ୍ୱଂସକାରୀ ଶକ୍ତି, ଯାହାକି ସମଗ୍ର ସଭ୍ୟତାକୁ ଅନ୍ଧକାର ମଧ୍ୟରେ ନିଶ୍ଚିହ୍ନ କରିଦେବାକୁ ବସିଛି। ଅନ୍ଧକାର ଶକ୍ତି ଚାହୁଁଛି ନଷ୍ଟ କରିବା ଲାଗି। ଥରେ ଗୋଟେ ପ୍ରଶ୍ନ ପଚରା ହେଲା ଯେ ଭଗବାନଙ୍କୁ ଡାକିବା ପାଇଁ ଏତେ ବିକଳତା ଆମେ କାହିଁକି ଡାକୁଛୁ? ତାର କାରଣ ହଉଛି ସତ୍ୟରାଜ୍ୟ ପ୍ରତିଷ୍ଠା ହବାଟା ନିଶ୍ଚିତ। ଅଦିବ୍ୟ ଶକ୍ତି ଜାଣି ସାରିଲେ ଯେ ତାର ଆଉ ସମୟ ନାହିଁ। ତେଣୁ ଦିବ୍ୟ ଶକ୍ତି ଚାହୁଁଛି ମତେ ଯିଏ ଯେତେ ବିକଳ ହେଇକି ଡାକିବ ମୁଁ ତାକୁ ସାହାଯ୍ୟ କରିବି। କିନ୍ତୁ ଅଦିବ୍ୟ ଶକ୍ତି ଚାହୁଁଛି ଟିକେ କୋଉଠି ଦୁର୍ବଳ ମୁହୂର୍ତ୍ତ କୋଉଠୁ ପାଇଲେ ମୁଁ ତା ଭିତରେ ପଶିକି ତାକୁ କିଛି କ୍ଷତବିକ୍ଷତ କରିବି, ଧ୍ୱଂସ କରିଦେବି, ନଷ୍ଟ କରିଦେବି, ଆଉ ସେଇଠୁ ହିଁ ସେ ଆନନ୍ଦ ପାଏ। ଅଦିବ୍ୟ ଶକ୍ତିର କାର୍ଯ୍ୟ ହେଲା ଅନ୍ୟକୁ ଦୁଃଖ ଦେଇକି ସେ ଆନନ୍ଦ ପାଏ, ଅନ୍ୟକୁ କଷ୍ଟ ଦେଇକି ସେ ଆନନ୍ଦ ପାଏ। ତେଣୁ ସେଇଥିପାଇଁ ଘରେ ମା ମାନେ କହନ୍ତି ଯୋଉ ଲକ୍ଷ୍ମୀ ଛଡା ହେଇଯିବାଟା। ଲକ୍ଷ୍ମୀ କୋଉଠି ରହନ୍ତି? ମା ବହିରେ ଲେଖା ହେଇଛି ଯେଉଁ ମାନବ ହୃଦୟରେ ପୁରୀ ଧରିଥାଏ ସ୍ୱାର୍ଥପର, ହିଂସା, ଈର୍ଷା, ଅସୂୟା, ସେଭଳି ସ୍ଥାନରେ ଏହି ସୌମ୍ୟା ଶ୍ରୀମୟୀ ଦେବୀ ରହନ୍ତି ନାହିଁ। ଯୋଉଠି ମାଙ୍କର ଉପସ୍ଥିତ ଥିବ ସେଠି ଶାନ୍ତ ଥିବ, ପ୍ରସନ୍ନତା ଥିବ, ଭିତରଟା ଗୋଟେ ଆନନ୍ଦ ଅନୁଭବ କରୁଥିବ। କିଛି ନଥିଲେ ବି ସବୁ ଥିଲା ଭଳିଆ ତାକୁ ଲାଗୁଥିବ। ଦରିଦ୍ର ଉପରେ ସେ ଜୀବନ ଯାପନ କଲେ ମଧ୍ୟ କୌଣସି ଅଭାବ ବସ୍ତୁ ତାକୁ ସ୍ପର୍ଶ କରିପାରୁନଥିବ। ଯଦି ମାଙ୍କର ଉପସ୍ଥିତି ମୋ ପାଖରେ ଅଛି, କୌଣସି ଅଦିବ୍ୟ ଶକ୍ତି ଯେତେ ବଳଶାଳୀ ହେଉନା କାହିଁକି ଆମକୁ ସେ ସ୍ପର୍ଶ କରିପାରିବ। ଏ ବିଶ୍ୱାସଟା ଆମ ଭିତରେ ରହିବା ଦରକାର। ଆମେ ସେ ବିଶ୍ୱାସଟା ରଖୁନାହୁଁ, ଯାହାଫଳରେ କି ଆମ ଛକ ଜାଗାରେ ଆମେ ରହିକି ମଧ୍ୟ ଆମର ସିଦ୍ଧାନ୍ତଟାକୁ ଆମେ ଠିକ ଭାବରେ ନିଷ୍ପତ୍ତି ନେଇପାରୁନାହୁଁ। କାରଣ ଯେତେବେଳେ ପୂର୍ଣ୍ଣ ସମର୍ପିତ ଆମେ ହେଇଯିବା, ସେତିକିବେଳେ ଭିତରକୁ ଅଭ୍ରାନ୍ତ ଇଙ୍ଗିତ ମିଳିବ। ଯୋଉ ଧ୍ୱଂସକାରୀ ଶକ୍ତି ଯାହାକି ସମଗ୍ର ସଭ୍ୟତାକୁ ଅନ୍ଧକାର ମଧ୍ୟରେ ନିଶ୍ଚିହ୍ନ କରିଦେବାକୁ ବସିଛି, ତାହା ଆଉ ତୁମକୁ ଆକ୍ରାନ୍ତ କରିପାରନ୍ତା ନାହିଁ। ସେ ଆମକୁ ଆକ୍ରାନ୍ତ କରୁଛି ଏଇଥିପାଇଁ କି ଆମ ସତ୍ତାର ଅତି କ୍ଷୁଦ୍ର ଅଂଶ
ସେଇ ଆଡକୁ ଫୋଲି ଧରିଛି, ସେଇ ଧ୍ୱଂସକାରୀ ଶକ୍ତି ଆଡକୁ ଫୋଲି ଧରିଛି ବୋଲି ସେ ଆସୁଛି। ସବୁ ପଟର ବାଟ ବନ୍ଦ କରି କେବଳ ଆମେ ଭଗବାନଙ୍କ ଆଡକୁ ଚାହିଁବା, ସେତିକି ବେଳେ ସେ ଅଦିବ୍ୟ ଶକ୍ତି କେବେ ବି ଆମ ପାଖକୁ ଆସିପାରିବ ନାହିଁ। ପୁଣି ସେଇ ଭୟଙ୍କର ଧ୍ୱଂସ ମଧ୍ୟ ଦେଇ ଯିବାର ଆବଶ୍ୟକତା ରହନ୍ତା। କାରଣ ମଣିଷ ମାଙ୍କୁ ଥରେ ବି ପ୍ରଶ୍ନ ପଚରା ହେଇଥିଲା ଯେ ଯୋଉ ଆଶ୍ରମରେ ଯୋଉ ଲୋକମାନେ ସବୁ ବହୁତ ଲୋକ ରହୁଛନ୍ତି, ସେ ଲୋକମାନଙ୍କ ଭିତରୁ ଯୋଉମାନେ କେବଳ ଭଲ ଲୋକ ସେଇମାନଙ୍କୁ ତମେ ରଖ, ଆଉ ଯୋଉମାନଙ୍କ ଭିତରେ ବହୁତ ଖରାପ ଗୁଣ ରହୁଛି ତୁମେ ସେମାନଙ୍କୁ ବାହାର କରିଦିଅ। ମା ତାର ଉତ୍ତର ଦେଇଥିଲେ, ଯଦି ମୁଁ ସେମିତି ଦୋଷ ତ୍ରୁଟିକୁ ଖୋଜି ଖୋଜି କେବଳ ନିର୍ଦ୍ଦୋଷ ଲୋକକୁ ରଖିବା ପାଇଁ ମୁଁ ଚେଷ୍ଟା କରିବି, ତାହେଲେ କେହି ଜଣେ ବି ଏହା ସଙ୍ଗେ ରହିପାରିବେ ନାହିଁ। କାରଣ ମଣିଷ ପଶୁ ସ୍ତରରୁ ଆସିଛି, ପଶୁ ସ୍ତରରୁ ଆସିଛି ବୋଲି ତା ଭିତରେ ପଶୁତ୍ୱ ଅଛି ଏବଂ ଦେବତ୍ୱ ଅଛି ବା ଡିଭିନିଟି। ତେଣୁ ଦୋଷ ତ୍ରୁଟିର ଉତ୍ସଟା ହଉଛି ଅବଚେତନା। ଅବଚେତନା ସ୍ତରରୁ ଯେହେତୁ ମଣିଷ ଆସିଛି, ତା ଭିତରେ ସେ ଦୋଷ ତ୍ରୁଟିଟା ରହିଛି। ତେଣୁ ପୁଣି ମା ବି କହୁଛନ୍ତି ଯେ ମଣିଷ ଭିତରେ ଗୋଟେ ପଶୁ ପ୍ରକୃତି ଅବଦମିତ ହେଇକି ଅଛି, ଚାପ୍ତି ହେଇକି ଅଛି। କୌଣସି ଏକ ଦୁର୍ବଳ ମୁହୂର୍ତ୍ତ ହେଲେ ସେ ପୁଣି ସେଟା ସେ ପ୍ରକୃତିରେ ତାର ପ୍ରକାଶିତ ହୁଏ ବା ବାହାରକୁ ବାହାରିବ। ଯେମିତି କୃଷକ ତାର କ୍ଷେତ ଜମିରେ ଧାନ ବୁଣିକି ପଳେଇ ଆସିଥାଏ, ଯେତେବେଳେ ଟିକେ ବର୍ଷା ପାଣି ପଡିଯାଏ, ସୂର୍ଯ୍ୟଙ୍କ କିରଣ ପଡେ, ପବନ ବି ବାଜେ, ସେ ମଞ୍ଜିଟା ଅଙ୍କୁରୋଦ୍ଗମ ହୁଏ। ତେଣୁ ଆମ ଭିତରେ ବି ସେଇ ପ୍ରକୃତିଟା ଅଛି। ଏକ ଦୁର୍ବଳ ମୁହୂର୍ତ୍ତ ହେଲେ ସେଟା ବାହାରିବ। ସେଇଥିପାଇଁ କି ମା ବି କହିଛନ୍ତି ଗୋଟେ ମଣିଷର ପ୍ରକୃତିଟାକୁ ତମେ ଜାଣିବା ପାଇଁ ହେଲେ ତାକୁ ତିନିଟା ଜିନିଷ ଦବ। ତାକୁ ଯଥେଷ୍ଟ ଧନ ସମ୍ପତ୍ତି ଦେଇଦବ, ପୂର୍ଣ୍ଣ ସ୍ୱାଧୀନତା ଦବ ଏବଂ ଗୋଟେ ବଡ କ୍ଷମତା ଦବ। এই ତିନିଟା ଜିନିଷ ଦେଇଦେଲା ପରେ ସେଇ କ୍ଷମତା ଆଉ ସେଇ ଧନ ସମ୍ପତ୍ତି ଏବଂ ସ୍ୱାଧୀନତାକୁ ନେଇକି ସେ କିଭଳି ଭାବରେ ତାର ବ୍ୟବହାର କରୁଛି ସେଇଠି ତା ଧରା ପଡିବ। କାରଣ ଯଦି ତା ଭିତରେ ସେ ଯୋଉ କ୍ଷମତା ଲିପ୍ସୁଜି ଯଦି ହେଇଥିବ, ସେ କ୍ଷମତାକୁ ନେଇକି ସେ ଅପବ୍ୟବହାର କରିବ, ଧନ ସମ୍ପତ୍ତିକୁ ନେଇକି ମଧ୍ୟ ଅପବ୍ୟବହାର କରିବ। ଯଦି ସେ ଠିକ ଭାବରେ ଧନ ସମ୍ପତ୍ତିର ମୂଲ୍ୟ ବୁଝିଥିବ, ତାକୁ ସେ ସଦୁପଯୋଗ କରିବ। ତେଣୁ ସେଇଥିପାଇଁ ଏଇ ତିନିଟା ଜିନିଷ ଯୋଗୁ ହିଁ ଆମର ପରୀକ୍ଷା କରାଯାଏ। ମହାଭାରତ ଯୋଉଟା ଲେଖା ହେଇଛି କ୍ଷମତା, ଧନ ଓ କାମ, ଏଇଟା ମନୁଷ୍ୟ ସକାଶେ ପରମ ଆକର୍ଷଣ ବସ୍ତୁ। ମନୁଷ୍ୟର ଅହଙ୍କାର ଆଉ ପଶୁର ମାନଙ୍କ ସକାଶେ ପରମ ଆକର୍ଷଣ ବସ୍ତୁ। ଏଇ ତିନିଟା ଜିନିଷ ପାଇଁ ସବୁ ଜାଗାରେ ଗଣ୍ଡଗୋଳ। ଟଙ୍କା ପଇସା, ଧନ ସମ୍ପତ୍ତି ବା ସେକ୍ସ ବା ଯୌନ କାମନା ବାସନା। ତ ଏଇ ତିନିଟା ଜିନିଷ ଉପରେ ହିଁ ବିଜୟ ହାସଲ କରିବା ପାଇଁ ହେଲେ କେବଳ ମାଙ୍କ ସହିତ ସମ୍ପର୍କ ରଖିବାକୁ ପଡିବ। ଆମେ ସେଇ ଛକ ଜାଗାରେ ଅଛୁ ସତ, ଯେତେବେଳେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତ ଆସୁଛି ଆମେ ଆମର ଲକ୍ଷ୍ୟକୁ ଭୁଲି ଯାଇକି ସେଇ ଖରାପ ରାସ୍ତା ଆଡକୁ ଯାଉଛୁ, ଯାହାଫଳରେ ସେ ଧ୍ୱଂସକାରୀ ଶକ୍ତି ମାନେ ଜଗିକି ବସିଛନ୍ତି। କିନ୍ତୁ ଆମେ ଯଦି ଦିବ୍ୟତା ଆଡକୁ ଯାଉଥିବା, ସେତିକି ବେଳେ କଣ ହବ, ଏଇ ବିରୋଧୀ ଶକ୍ତି ମାନେ ଆମକୁ ସ୍ପର୍ଶ କରିପାରିବେ ନାହିଁ। ଆମ ଆଗରେ ଏହା ହିଁ ସମସ୍ୟା। ପ୍ରତ୍ୟେକଙ୍କୁ ନିଜ ନିଜ ବାଟରେ ଏହି ସମସ୍ୟାର ସମାଧାନ କରିବାକୁ ହେବ। ଦୁଇ ଜଣ ପଥିକ ଗୋଟିଏ ରାସ୍ତାରେ ଯାଉଛନ୍ତି, ଦୁଇ ଜଣଙ୍କର ଲକ୍ଷ୍ୟ ବି ଅଲଗା ହେଲେ ମଧ୍ୟ
ନିଜସ୍ୱ ଧାରାରେ ସେମାନେ ଅଗ୍ରଗତି କରନ୍ତି। ସେଥିପାଇଁ ଭଗବତ ଗୀତାରେ ଲେଖା ହେଇଛି ଶ୍ରେୟାନ୍ ସ୍ୱଧର୍ମ ବିଗୁଣ ସ୍ୱଧର୍ମେ ନିଧାନମ ଶ୍ରେୟ ପରଧର୍ମ ଭୟାବହ। ପ୍ରତ୍ୟେକ ବ୍ୟକ୍ତିର ଗୋଟେ ନିଜସ୍ୱ ଚିନ୍ତା ଅଛି, ନିଜସ୍ୱ ଜୀବନ ଶୈଳୀ ଅଛି। ଯେମିତି ସବୁ ଫୁଲ ମାନେ ବଗିଚାରେ ଫୁଟିଛନ୍ତି, ସବୁ ଫୁଲ ବି ଭଗବାନଙ୍କ ପାଖକୁ ଯାଉଛନ୍ତି, କିନ୍ତୁ ପ୍ରତ୍ୟେକ ଫୁଲର ଗଠନ ଶୈଳୀ ଅଲଗା, ପ୍ରତ୍ୟେକ ଫୁଲର ସୁଗନ୍ଧ ବି ପ୍ରାୟ ଅଲଗା ଅଲଗା। ମଲ୍ଲି ଫୁଲର ବାସ୍ନା ଯାହା, ଗୋଲାପ ଫୁଲର ବାସ୍ନା ତାହା ନୁହେଁ, କିନ୍ତୁ ସେମାନଙ୍କ ଭିତରେ ସମନ୍ୱୟ ଅଛି, ଗୋଟେ ସଂଗତି ବି ଅଛି। ତେଣୁ ଏଇ ଯୋଉ ଛକ ଜାଗାରେ ଥାଇକି ଆମେ ନିଷ୍ପତ୍ତି ନେବା ପାଇଁ ହେଲେ ପ୍ରତି ମୁହୂର୍ତ୍ତରେ ବିଦ୍ୟୁତ ଶକ୍ତି ମାନେ ଚାହାନ୍ତି ଆମକୁ ତଳକୁ ତଳକୁ ନେଇଯିବା ଲାଗି। ସେମାନେ କେବେ ଚାହାନ୍ତିନି ଯେ ଇଏ ଆଗକୁ ଯିବା ଲାଗି। ତେଣୁ ଆମେ ଆଧ୍ୟାତ୍ମିକ ହବା ପାଇଁ କି ଯୋଉ ଏକ ଛକ ଜାଗାରେ ବସିଛେ, ଏକ ଛକ ଜାଗାରେ ଅଛି, ସେଇଠି ଆମେ ଏକ ସିଦ୍ଧାନ୍ତ ନେବା। ଏଇଟା ଏକ ବହୁତ ଦୁରୂହ ବ୍ୟାପାର, ବହୁତ କଷ୍ଟକର ରାସ୍ତା। ଏଇଟା କେବଳ ସେତିକି ପ୍ରସ୍ତୁତ ହେବା ପାଇଁ ହେଲେ ନିଜକୁ ସେମିତି କଠୋର ପରିଶ୍ରମ କରିକି ଆଗକୁ ଯିବାକୁ ପଡ଼ିବ ଏବଂ ସଂକଳ୍ପ ଶକ୍ତି ମଧ୍ୟ ଦୃଢ଼ କରିବାକୁ ପଡ଼ିବ। ଏଇଟା ଆପଣମାନେ ଇତିହାସରେ ପଢିଛନ୍ତି, ମୁଁ ଆଉ ବେଶୀ ତାକୁ ପୁନରାବୃତ୍ତି କରିବା ପାଇଁ ଚାହୁଁନି। ଗୌତମ ବୁଦ୍ଧ ରାଜ ପରିବାରରେ ଜନ୍ମ ହୋଇଥିଲେ, ଧନ ସମ୍ପତ୍ତିର କିଛି ଅଭାବ ନଥିଲା, ଚାକର ଚାକରର ଅଭାବ ନାହିଁ। ସେ ସବୁବେଳେ ଛୋଟ ସମୟରେ ଏକ ନୂତନ ଜଗତ କଥା ଚିନ୍ତା କରୁଥିଲେ, ନୀରବରେ ବସୁଥିଲେ, ଧ୍ୟାନ କରୁଥିଲେ। ତାଙ୍କର ବାପା ଯିଏ ରାଜା ସୁଧୋଧନ, ସେ ଚିନ୍ତା କଲେ ପୁଅ ଏମିତି କାହିଁକି ସବୁବେଳେ ଗୋଟେ ଏଇଭଳି ଭାବରେ ଏକାନ୍ତ ଭାବରେ ବାସ କରୁଛି। ବୁଦ୍ଧଦେବଙ୍କର ଚିନ୍ତା ଥିଲା ଗୋଟେ ଉଚ୍ଚତର ଚିନ୍ତା। ଖାଇବା ପିଇବା ତ ଅଭାବ ନାହିଁ, ପିନ୍ଧିବା ତ ଅଭାବ ନାହିଁ, ସବୁ ପ୍ରକାର ବିଳାସ ବେସନ ପାଇଁ ବି ସୁବିଧା ଅଛି, କିନ୍ତୁ ତାଙ୍କୁ ଏଇଟା ଭଲ ଲାଗୁଥିଲା। ସେ ଚାହୁଁଥିଲେ ଆଉ ଏକ ଆଧ୍ୟାତ୍ମିକ ଜଗତରେ ବଞ୍ଚିବା ଲାଗି। ତାଙ୍କ ବାପା ଯେତେବେଳେ ଜାଣିଲେ ଯେ ଇ ବର୍ତ୍ତମାନ ଗୋଟେ ଉଦାସ ଭାବରେ ରହୁଛି, ତାଙ୍କର ବିବାହ କରିଦେଇଥିଲେ। ତାଙ୍କ ସ୍ତ୍ରୀ ହଉଛନ୍ତି ଯଶୋଧାରା। ବିବାହ କରିବାର 10 ବର୍ଷ ସେ ଘର ସଂସାର ବି କରିଛନ୍ତି। ତାଙ୍କର ଗୋଟିଏ ବୋଲି ପୁଅ, ତା ନାଁ ହେଲା ରାହୁଳ। ଛୋଟ ଅବସ୍ଥାରେ ଅଛି, 10 ବର୍ଷ ଘର ସଂସାର କରୁଛନ୍ତି। ସେ ଭାବିଲେ ନାଇଁ, ମୁଁ ଆଉ ଏକ ଆଧ୍ୟାତ୍ମ ଜଗତରେ ବାସ କରିବା ଲାଗି, ମୁଁ ଆଉ ଏକ ଉଚ୍ଚତର ଚିନ୍ତାରେ ବଞ୍ଚିବା ପାଇଁ ଚାହୁଁଛି, ମତେ ଏଇଟା ଭଲ ଲାଗୁନି। ରାତି ଅଧରେ ସ୍ତ୍ରୀ ଆଉ ପୁତ୍ର ରାହୁଳ ଆଉ ତାଙ୍କ ସ୍ତ୍ରୀ ହଉଛନ୍ତି ଯଶୋଧରା ଅଛନ୍ତି। ଶୋଇଥିବା ସମୟରେ ସେ ଭାବିଲେ ରାତି ଅଧରେ ମୁଁ ଜଙ୍ଗଲକୁ ଯିବି। ଜଙ୍ଗଲକୁ ଯିବା ପାଇଁ ସେ ଭାବିଛନ୍ତି। ଅଶ୍ଵ ଚାଳକ ଯିଏ ଛର୍ଣ୍ଣ, ତାଙ୍କୁ ବି ସେ ସୂଚନା ଦେଇଥିଲେ ଯେ ତୁମେ ଠିକ ମଧ୍ୟ ରାତ୍ରିରେ ଅଶ୍ଵ ଗାଡିକୁ ପ୍ରସ୍ତୁତ କରି ରଖିଥିବ, କାହାକୁ ଜଣେଇ ନଥିବ। ଇଏ ସେଇ ରାତି ଭିତରେ ଯେତେବେଳେ ଘରୁ ବାହାରିଛନ୍ତି, ଭାବୁଛନ୍ତି ସ୍ତ୍ରୀକୁ କହିକି ମୁଁ ଯିବି। ପୁଣି ବି ଭାବୁଛନ୍ତି ସ୍ତ୍ରୀକୁ କହିଲେ କଣ ସେ ସ୍ତ୍ରୀ ଛାଡିବ ଆଉ ଏକ ଆଧ୍ୟାତ୍ମିକ ଜଗତ ଭିତରକୁ ଯିବା ଲାଗି? କଣ କରିବି? ଗୋଟିଏ ଅଂଶ ଚାହୁଁଛି ଆଧ୍ୟାତ୍ମିକ ଜଗତକୁ ଯିବା ଲାଗି, ପୁଣି ଭିତରେ କିଏ ଜଣେ ଚାହୁଁଛି ନାଇଁ ଯାଉଛି ଯଦି ବା ସ୍ତ୍ରୀକି କହିକି ଯିବି। ପୁଣି ଆଉ ଜଣେ ଭିତରେ କିଏ କହୁଛି ଯଦି ସ୍ତ୍ରୀ କହିକି ଯିବା ପାଇଁ ଚାହୁଁଛୁ, ସ୍ତ୍ରୀ କଣ ତୋତେ ଛାଡିବ? ଶେଷରେ ସେ ଚିନ୍ତା କଲେ, କାହାକୁ କିଛି ନ ଜଣେ ଗୋଟେ ଚିଠିଟିଏ ଲେଖିଦେଇ ସେଇ ମଧ୍ୟରାତ୍ରିରେ ଅଶ୍ଵ ଚାଳକ ଛର୍ଣ୍ଣ ଆମର ଘୋଡା ଗାଡି ଚଲାଉଥାନ୍ତି, ଗୌତମ ବୁଦ୍ଧ ସେ ଜଙ୍ଗଲ ଭିତରକୁ ଚାଲିଗଲେ। ସେ ଯେତେବେଳେ ଜଙ୍ଗଲ ଭିତରକୁ ଯାଇଛନ୍ତି, ସେ କେବେ ବି ଭାବି ନାହାନ୍ତି କେମିତି ଖାଇବି, କେମିତି ବଞ୍ଚିବି, ମୋ ପୁଅ କେମିତି ପାଠ ପଢିବ ବା ମୋ ପରିବାର କେମିତି ଚଳିବ। କାରଣ ସିଏ ଗୋଟେ ନିଷ୍ପତ୍ତି ନେଲେ ଯେ ମୁଁ ଏ ଜଗତ ଛାଡିକି ଆଉ ଏକ ନୂତନ ଜଗତକୁ ଯିବି।
ଏଇଟା ହଉଛି ବହୁତ ଦୁରୂହ ବ୍ୟାପାର। ଏଇଟା ମୁଁ କହିଦଉଛି ଯେତିକି ସହ କାର୍ଯ୍ୟକ୍ଷେତ୍ରରେ ବହୁତ କଷ୍ଟ। ଜଙ୍ଗଲ ଭିତରେ ଗଛ ତଳେ ବସିଥିବେ, ସାପ ଆସିବ, ବାଘ ଆସିବ, କିଏ ଖାଇବାକୁ ଦବ, ପାଖରେ କେହି ନାହାନ୍ତି, କେବଳ ହିଁ ଭଗବାନ ହିଁ ତାଙ୍କର ସହାୟ। ଏଇ ଯୋଉ ନିଷ୍ପତ୍ତି, এইটা হচ্ছে ଗୋଟେ ପ୍ରତୀକାତ୍ମକ ଭାବରେ ମୁଁ କଥାଟା କହିଲି ଆପଣମାନଙ୍କ ଆଗରେ, ଯେ ପ୍ରତି ମୁହୂର୍ତ୍ତରେ ଯୋଉ ବିପଦକୁ ଆମେ ସମ୍ମୁଖୀନ ହେଇକି ଆଗକୁ ଯିବାକୁ ପଡିବ। ସେଇ ଗୌତମ ବୁଦ୍ଧ ଯୋଉ ନିଷ୍ପତ୍ତି ନେଇଗଲେ, ସେ ପରବର୍ତ୍ତୀ ସମୟରେ ଗୋଟେ ଅବତାର ବୋଲି ଆମେ ତାଙ୍କୁ ପୂଜା କରୁଛୁ। ତେଣୁ ଜୀବନରେ ଯୋଉମାନେ ଗୋଟେ ନୂଆ ନୂଆ ସ୍ତରକୁ ଯାଇଛନ୍ତି, ବହୁତ ଆଘାତ ବି ସେମାନେ ପାଇଛନ୍ତି, ବହୁତ କଷ୍ଟ ବି ସହୁଛନ୍ତି। ତେଣୁ ପ୍ରତି ମୁହୂର୍ତ୍ତରେ ଆମକୁ ସେଇ ସିଦ୍ଧାନ୍ତ ନେବା ପାଇଁ ଗୋଟେ ଛକ ଜାଗାରେ ରହିବା। ସେଇଠି ହିଁ ଥାଇକି ହିଁ ଆମେ ଉଚ୍ଚତର ଚିନ୍ତା ପାଇଁ ଲକ୍ଷ୍ୟ ସ୍ଥାପନ କରିବା। ତାର ପରେ ଆଉ ଏକ ବିଷୟ ଆମେ ଆଲୋଚନା କରିବା, ଏକ ଅସାଧାରଣ ମୁହୂର୍ତ୍ତ। ଲୋକମାନେ ଶୋଇଥାନ୍ତି, ସେମାନେ ଭୁଲି ଯାଇଥାନ୍ତି, ସେମାନେ ଜୀବନକୁ ନିଅନ୍ତି ଖୁବ୍ ସହଜ ଭାବରେ। ଅସଲ କଥାଟି କିନ୍ତୁ ଭୁଲି ଯାଇଥାନ୍ତି, ସବୁବେଳେ ହିଁ ଭୁଲି ଯାଇଥାନ୍ତି। କିନ୍ତୁ ଆମେ ଯଦି ମନେ ରଖନ୍ତେ ଯେ ଆମେ ଏକ ଅସାଧାରଣ ମୁହୂର୍ତ୍ତରେ ରହିଛେ, ଏକ ଅଦ୍ୱିତୀୟ ମୁହୂର୍ତ୍ତ ବୋଲି କହିପାର, ତାହା ହେଲେ ଆମର ଏଇଟା ପରମ ସୌଭାଗ୍ୟ ଯେ ପୃଥିବୀର ନବଜନ୍ମ ହେବା ମୁହୂର୍ତ୍ତରେ ହିଁ ଉପସ୍ଥିତ ରହିବାର ଏହି ଅମୂଲ୍ୟ ସୁଯୋଗ ଆମ୍ଭମାନଙ୍କୁ ମିଳିଛି। ଆମ ଅଗ୍ରଗତିରେ ଯାହା କିଛି ବାଧା ଦେଉଛି ବା ରୋକୁଛି, ସେ ସବୁକୁ ଆମେ ଦୂର କରିବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତି। ଜୀବନରେ ସହଜ ଭାବରେ ଆମେ ଭାବୁଛୁ ସବୁ ହେଇଯାଉ ବୋଲି, ଏଇଟା ତ ସମସ୍ତେ ସେଟା କହିବେ। କିନ୍ତୁ ଯେତେ ଆପଣ ଆଗକୁ ଆଗକୁ ଯିବେ, ଆଘାତଟା ସେଇ ଭଳିଆ ଆସିବ। ସେଇ ଯୋଉ ମୁହୂର୍ତ୍ତଟା ହେଲା ଆମ ପାଇଁ ଗୋଟେ ଅଦ୍ୱିତୀୟ ମୁହୂର୍ତ୍ତ, ସେଇ ମୁହୂର୍ତ୍ତଟା ହଉଛି ଏକ ଅସାଧାରଣ ମୁହୂର୍ତ୍ତ। ତେଣୁ ଅଗ୍ରଗତିରେ ଯୋଉଟା ବାଧା ଦଉଛି ବା ରୋକୁଛି, ଅଟକଉଛି, ତାକୁ ଆମେ ଦୂର କରିବା ପାଇଁ ଚେଷ୍ଟା କରିବା। ବାଧା ଆସୁଛି ବୋଲି ସେଇଠି କେବେ ଅଟକିବା ନାହିଁ। ତେଣୁ ମନେ ହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ କଥାଟିକୁ ମନେ ରଖିବା, ଏହା ଉପରେ ନିଶ୍ଚିତ ହେବା ପାଇଁ ତଥା ଏହା ବିଶ୍ୱାସ କରିବା ପାଇଁ, ଏପରିକି ଯେତେବେଳେ ଏ ସମ୍ପର୍କେ ତୁମର କିଛି ବାସ୍ତବ ଅନୁଭୂତି ଆସି ନାହିଁ, ସେତେବେଳେ ମଧ୍ୟ ତୁମକୁ ଏହାର ନିଶ୍ଚିତତା ସମ୍ପର୍କରେ ନିଃସନ୍ଦେହ ହେବାକୁ ହେବ। ଏହା ଉପରେ ନିର୍ଭର ବିଶ୍ୱାସ ରଖିବାକୁ ହେବ। ତଥାପି ତୁମେ ଏଇ କଥାଟି ସବୁବେଳେ ସ୍ମରଣ ରଖିପାର, ନିରନ୍ତର ତୁମ ମନ ଭିତରକୁ ଏହା ଆହ୍ୱାନ କରିପାରେ। ଏଇ ଧାରଣାକୁ ନେଇ ଶୋଇବାକୁ ଯାଇପାର ଏବଂ ଏଇ ଅବବୋଧକୁ ନେଇ ନିଦରୁ ଉଠିପାର। ଆଉ ମଧ୍ୟ ଏ ମହାନ ସତ୍ୟକୁ ପୃଷ୍ଠଭୂମିରେ ରଖି ଏବଂ ଏହାରି ଉପରେ ହିଁ ପୂର୍ଣ୍ଣ ନିର୍ଭର କରି ତୁମେ ସବୁକିଛି କାର୍ଯ୍ୟ କରିପାର। ତୁମ ଚିତ୍ତରେ ଏହି ମହାନ ସତ୍ୟଟି ନିରନ୍ତର ଉଦ୍ଭାସିତ ରହୁ ଯେ ଏକା ନୂତନ ବିଶ୍ୱର ଜନ୍ମ ଘଟଣାଟିକୁ ତୁମେ ପ୍ରତ୍ୟକ୍ଷ କରୁଛ। ଗୋଟେ ନୂଆ ପୃଥିବୀର ଜନ୍ମ, ଗୋଟେ ନୂଆ ପୃଥିବୀରେ ନୂଆ ପ୍ରକାରର କାର୍ଯ୍ୟ, ଏଇ ଯୋଉ ଭାବନାଟା ଯଦି ଆମ ଭିତରେ ଆସିବା, ଦେଖିବା ସେଇ ନୂଆ ନୂଆ ଭାବନା ହିଁ ଆମକୁ ନୂଆ କରିବାରେ ଚେଷ୍ଟା କରିବା। ବଞ୍ଚିବା ପାଇଁ ଯେତିକି ଦରକାର ତାହା ତ ଭଗବାନ ନିଶ୍ଚିତ ଦେଉଛନ୍ତି, କେବେ ବି ଅଭାବ ରହିବ ନାହିଁ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଆମର ଚେତନାଟା ଗୋଟେ ନିତ୍ୟ ନୂତନ ଭାବରେ ଗଠନ ହୁଏ। ଆପଣ ଦେଖିବେ ଛୋଟ ସମୟରୁ ସେଇ ମା ବହି ପଢୁଥିଲୁ, ଆଜି ବି ସେଇ ମା ବହି ପଢୁଛୁ ଶ୍ରୀ ଅରବିନ୍ଦ ପାଠଚକ୍ରରେ। କିନ୍ତୁ ବେଳେ ବେଳେ ଛୋଟ ସମୟରେ ଯୋଉ ଶବ୍ଦର ଅର୍ଥଟା ବୁଝିପାରୁନଥିଲୁ, ଏବେ ବି ବୁଝୁଛୁ। ଗୋଟିଏ ମାଙ୍କ ବାଣୀ ଆପଣ କାଲି ପଢିଥିବେ ବୁଝିପାରିବେନି, ଆଜି ସେଇ ମାଙ୍କ ବାଣୀଟା ଆଉ ଥରେ ପଢିବେ, ଦେଖିବେ ସେଟା ବୁଝିବ ସହଜରେ।
କାରଣ ଚେତନାର ସ୍ତରଟା ପ୍ରତି ମୁହୂର୍ତ୍ତରେ ଗୋଟେ ନିତ୍ୟ ନୂତନ ଭାବରେ ଗଠିତ ହୁଏ। ସେଇଥିପାଇଁ କି ଆମେ ଯେତେ ଯେତେ ମାଙ୍କ ଚେତନା ରହିବା, ଯେତେ ଯେତେ ମାଙ୍କ ଭାବନା ରହିବା, ସେଇ ସମୟରେ ସେ ଶବ୍ଦର ଅର୍ଥ ପୂର୍ଣ୍ଣ ଭାବରେ ବିଶ୍ଳେଷଣ କରିବାର ଯୋଉ ସାମର୍ଥ୍ୟ ମା ଦେବେ। ଆମେ ତ ପୁରାଣ ଶାସ୍ତ୍ରରେ ପଢିଛୁ ଯେ କାଳିଦାସ ଜନ୍ମରୁ ଥିଲେ ମୂର୍ଖ, ସେ କେମିତି ପଣ୍ଡିତ ହେଲେ? ତେଣୁ ମହା ସରସ୍ୱତୀଙ୍କର କୃପା ବା ମା ସରସ୍ୱତୀଙ୍କର କୃପା ତାଙ୍କ ଉପରେ ହେଲା ବୋଲି ସେ ପଣ୍ଡିତ ହେଲେ। ସେ ବିଭିନ୍ନ ବହି ଲେଖିଲେ, କୁମାର ସମ୍ଭବମ୍ ବା ବହୁତ ଗୁଡେ କାବ୍ୟ ବି ଲେଖିଛନ୍ତି। ତେଣୁ ଯେତେବେଳେ ଚେତନାର ନିତ୍ୟ ନୂତନ ଆଡ଼କୁ ଆମେ ଯାଉ, ଚିତ୍ତରେ ବା ଆମ ମନରେ ଏଇ ମହାନ ସତ୍ୟଟି ନିରନ୍ତର ଉଦ୍ଭାସିତ ରହୁଛି, ଏକ ନୂତନ ବିଶ୍ୱର ଜନ୍ମ ଘଟଣାଟିକୁ ତୁମେ ପ୍ରତ୍ୟକ୍ଷ କରୁଛ ବା ତୁମେ ସମ୍ମୁଖୀନ ହେଉଛ। ଆମେ ଏଥିରେ ଅଂଶଗ୍ରହଣ କରିପାରୁ ଏବଂ ଆମେ ନିଜେ ହିଁ ଏହି ନୂତନ ବିଶ୍ୱ ହେଇପାରୁ। ସତ କଥା କହିବାକୁ ଗଲେ, ତୁମେ ଯେତେବେଳେ ଏଇ ଚମତ୍କାର ସୁଯୋଗଟି ପାଇଛ, ଏଇ ସୁଯୋଗର ସଦ୍ବ୍ୟବହାର କରିବାକୁ ତୁମେ ସବୁକିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ। ଶ୍ରୀରାମଚନ୍ଦ୍ର ଗୋଟିଏ ତୀର ଯେତେବେଳେ ମାରୁଥିଲେ ସମୁଦ୍ରକୁ, ସେତିକିବେଳେ ସେ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସେ ଗୋଟେ ତୀର ଯେତେବେଳେ ମାରିଲେ, ସେତିକିବେଳେ ଜଳ ଦେବତା ସାମ୍ନାରେ ଆସିକି ଠିଆ ହେଲେ। କହିଲେ, ଦେଖନ୍ତୁ, ଆପଣ ଯଦି ଏଇ ସମୁଦ୍ରର ଜଳକୁ ଶୁଖେଇ ଦେବେ, ତାହେଲେ ବହୁ ଜୀବଜନ୍ତୁ ମରିଯିବେ କେବଳ ଜଳର ଅଭାବରେ। ଆପଣ ଗୋଟେ ସେତୁବନ୍ଧ ବାନ୍ଧନ୍ତୁ, ସେ ପଥର ପକେଇଲେ ସେ ପଥରଟାକୁ ବୁଡିବ ନାହିଁ, ଭାସିବ। ସେ ଅନେକ ଗୁଡ଼ିଏ ମାଙ୍କଡ ମାନଙ୍କୁ ସାହାଯ୍ୟ ନେଇକି ସେତୁବନ୍ଧ ବାନ୍ଧିଲେ, କିନ୍ତୁ ପ୍ରକୃତରେ ଶ୍ରୀରାମଙ୍କର ଶକ୍ତି ବଳରେ ହିଁ ସେତୁବନ୍ଧ ବନ୍ଧା ହଉଥିଲା। ଏ ମାଙ୍କଡ ମାନେ ଖାଲି ପଥର ଟିକେ ଟିକେ ହାତ ଲଗେଇକି ଥୋଇ ଦଉଥିଲେ। ଭଗବାନ ଶ୍ରୀକୃଷ୍ଣ ଏକୁଟିଆ ହିଁ ଗୋବର୍ଦ୍ଧନ ପର୍ବତଟାକୁ ଟେକିଥିଲେ, କିନ୍ତୁ ସେ ଗୋପପୁରର ଗୌର ମାନଙ୍କୁ କହୁଥିଲେ, ଆସ ତୁମେ ମୋ ସହିତ ଟିକେ ଠେଙ୍ଗା ଲଗେଇକି ଟେକିବ। ତାର କାରଣ ହଉଛି, ଭଗବାନ ଯୋଉ ଆସନ୍ତି, ଗୋଟେ ଅବତାର ନେଇକି ଆସନ୍ତି, ମଣିଷ ମାନଙ୍କ ଆଗରେ ମଣିଷ ଭଳି ବ୍ୟବହାର ଦେଖାନ୍ତି, ମଣିଷକୁ ଶିକ୍ଷା ଦେବା ନିମନ୍ତେ ମଣିଷ ଭଳି ଚାଲିଚଳନ କରନ୍ତି, ମଣିଷ ଭଳି କଥା କୁହନ୍ତି। ମଣିଷ ଯୋଉ ଚେତନାରେ ଅଛି, ଆଉ ଏକ ଉଚ୍ଚତର ଚେତନାରେ ଅଗ୍ରଗତି ହବା ଲାଗି ଅତିମାନସ ରୂପାନ୍ତର ନିୟତି ନିର୍ଦ୍ଦିଷ୍ଟ। ଆମେ ସାହାଯ୍ୟ କରୁ ବା ନ କରୁ। The world is preparing for a big change. Will you help? ବୋଲି ମା ଯୋଉଟା କହୁଛନ୍ତି। ତେଣୁ ପୃଥିବୀଟା ଗୋଟେ ବିପୁଳ ପରିବର୍ତ୍ତନ ହବ, ତୁମେ ସାହାଯ୍ୟ କରିବ କି? ଏ କହିବାର ଉଦ୍ଦେଶ୍ୟ ହଉଛି, ଆମେ ସାହାଯ୍ୟ କରୁ ବା ନ କରୁ, ଅତିମାନସ ରୂପାନ୍ତର ନିୟତି ନିର୍ଦ୍ଦିଷ୍ଟ। ଆମେ ଯୋଉମାନେ ଶ୍ରୀ ଅରବିନ୍ଦ ପାଠକୁ ଆସୁଛୁ ବା ମାଙ୍କ ପାଖକୁ ଆସିଛୁ, ଆମେ ଖାଲି ଏଇଥିପାଇଁ ଅଛୁ, ଦି ଜୟ ଅଫ୍ ପାର୍ଟିସିପେଟିଂ, ଭାଗ ନେବାରେ ଆନନ୍ଦ। ଦି ଜୟ ଅଫ୍ ପାର୍ଟିସିପେଟିଂ, ରୂପାନ୍ତର କାର୍ଯ୍ୟ ମା କରୁଛନ୍ତି। ଶ୍ରୀ ଅରବିନ୍ଦ ପାଠଚକ୍ରରେ ବସିଥିଲେ ଆମେ କଣ ବୁଝୁଛୁ ବା ନ ବୁଝୁଛୁ ସେଇଟା ପଛ କଥା। ସେଇ ଗୋଟିଏ ଘଣ୍ଟା ବସିବା ଦ୍ୱାରା ସେଇ ମାଙ୍କର ବା ଶ୍ରୀ ଅରବିନ୍ଦଙ୍କର ଯୋଉ ଯୋଉ ଶକ୍ତିର ଯୋଉ ବଳ ଭିତରେ ଆମେ ବସୁଛୁ, ଆମ ଶରୀର ଗୋଟେ ଶକ୍ତି ସଂଗ୍ରହ ହୁଏ। ଯେମିତି ନିଆଁ ପାଖରେ ଘିଅଟା ଥୋଇଦେଲେ ବାହାରକୁ ଜଣା ପଡେନି, କିନ୍ତୁ ଘିଅଟା ଭିତରେ ଭିତରେ ତରଳିବାକୁ ଆରମ୍ଭ କରେ। ଶ୍ରୀ ଅରବିନ୍ଦ ପାଠଚକ୍ରଟା ହଉଛି ଗୋଟେ ଯଜ୍ଞ କୁଣ୍ଡ। ସେ ପାଠଚକ୍ରରେ ଆମେ ବୁଝୁ ବା ନ ବୁଝୁ, ଗୋଟିଏ ଘଣ୍ଟା କେବଳ ଖାଲି ଆଖି ବନ୍ଦ କରିକି ବସି ପଡିଲେ ମଧ୍ୟ ପ୍ରଭାବ ରହିଛି। ସେଇଥିପାଇଁ ବାବାଜୀ ମହାରାଜ ଯୋଉଟା କହୁଛନ୍ତି, ପ୍ରତି ଗାଁ ଗାଁରେ ପାଠଚକ୍ର ହବ, ପ୍ରତି ଘରେ ଘରେ ପାଠଚକ୍ର ହବ। ଯେତେ ଅଧିକ ଲୋକ ମା ନିରନ୍ତର ନାମ ଜପ କରିବେ, ମାଙ୍କ ଉପରେ ବିଶ୍ୱାସ ଭରସା ରଖିବେ, ସେତିକି ଦିବ୍ୟ ଶକ୍ତି ଏଇ ଜଗତରେ କାର୍ଯ୍ୟ କରିବ। ତେଣୁ ଶ୍ରୀ ଅରବିନ୍ଦ ପାଠଚକ୍ର କରିବାର ଏଇଟା ହେଲା ଉଦ୍ଦେଶ୍ୟ। ତେଣୁ ଆମେ ଯୋଉ ଅସାଧାରଣ ମୁହୂର୍ତ୍ତ ଭିତରେ ବର୍ତ୍ତମାନ ଯୋଉଟା ଅଛୁ, ଏଇଟାକୁ କେବେ ଆମେ ଛୋଟ ବୋଲି ଭାବିବାନି। ଯାହା ବି ହଉ ଆମେ ମାଙ୍କୁ ଜାଣିଛେ, ମାଙ୍କ ଉପରେ ନିର୍ଭର ରଖିଛେ। ଏଇ ଯୋଉ ସୁଯୋଗଟା ଆମ ପାଇଁ ଜୀବନରେ ଆସିଛି,
ତେଣୁ ଗୋଟେ ନୂତନ ଯୁଗ ପ୍ରସ୍ତୁତି ହବ, ସେଇଥିରେ ଆମେ ଟିକେ ଭାଗ ନେବା। କେବଳ ଯେମିତି ରଥ ଯାତ୍ରାରେ ଯୋଉ ଚାଲେ ରଥଟା, ସେ ମନକୁ ମନ କରେ, ଯୋଉମାନେ ଖାଲି ସେ ଦୌଡ଼ିରେ ହାତ ଦିଅନ୍ତି ସେଇମାନେ ହିଁ ସୌଭାଗ୍ୟ ଅର୍ଜନ କରନ୍ତି। ପ୍ରକୃତରେ ଆମେ ଭିଡୁଛୁ ବୋଲି କେବେ ରଥ ଯାଏ ନାହିଁ, କିନ୍ତୁ ଆମର ସେଟା ଗୋଟେ ଅହଙ୍କାର ଯେ ମୁଁ ଭିଡିଦେଲି ବୋଲି ରଥଟାକୁ ପଳଉଛି। ନା, ଆମେ ସାହାଯ୍ୟ କରୁ ବା ନ କରୁ, ଭଗବାନ କାର୍ଯ୍ୟ କରିବ। ତେଣୁ ଆମେ ଏଥିରେ ଅଂଶଗ୍ରହଣ କରିପାରୁ ଏବଂ ଆମେ ନିଜେ ହିଁ ଏହି ନୂତନ ବିଶ୍ୱ ହୋଇପାରୁ। ସତ କଥା କହିବାକୁ ଗଲେ, ତୁମେ ଯେତେବେଳେ ଏଇ ଚମତ୍କାର ସୁଯୋଗଟି ପାଇଛ, ଏଇ ସୁଯୋଗର ସଦ୍ବ୍ୟବହାର କରିବାକୁ ତୁମେ ସବୁ କିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ। ମାଙ୍କ ଉପରେ ନିର୍ଭରତା ରଖିଦେବା, ସିଏ ହିଁ ଆମକୁ ହାତ ଧରିକି ବାଟ ଚଲଉଛନ୍ତି। ଏତୁ ବନ୍ଧିବା କାର୍ଯ୍ୟ ଯେମିତି ମାଙ୍କଡ ମାନେ କିଛି ଜାଣୁନଥିଲେ, ଖାଲି କାମ କରୁଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନିର୍ଦ୍ଦେଶରେ, ସେଇଭଳି ଏଇ ଦିବ୍ୟ କାର୍ଯ୍ୟରେ ଆମେ କିଛି ନୁହଁ, କେବଳ ମା ନାମ ଜପ କରିକି ବାଟ ଚାଲିବା। କଣ ହବ କଣ ନ ହବ ସେ ସବୁର ଅଭ୍ରାନ୍ତ ଇଙ୍ଗିତ ମିଳିବ। ପ୍ରତି ମୁହୂର୍ତ୍ତରେ ମାଙ୍କ ଚେତନାରେ ଥିବା, ମାଙ୍କୁ ମନେ ପକାଉଥିବା, କାମ କରୁଥିବା। ଫଳ କଣ ହବ ସେଟା ମା ବୁଝିବ। ତେଣୁ ମା ଆମକୁ ସେ ସୁଯୋଗ ଦେଇଛନ୍ତି ତାଙ୍କ କାମ କରିବା ଲାଗି। ତେଣୁ ଏତିକି କହି ଆଜି ମୋର ବକ୍ତବ୍ୟ ଶେଷ କରୁଛି। ବନ୍ଦେ ମାତରମ୍। ଗୋଟିଏ ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା